26 ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ସହ ପବନ ବହିବାର ସମ୍ଭାବନା ରହିଛି। ଆଇଏମ୍ଡି ପାଣିପାଗ ରିପୋର୍ଟ ଅନୁସାରେ 26 ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ସହ ପବନ ବହିବାର ସମ୍ଭାବନା ଅଧିକ ରହିଛି ଏବଂ ଆଜି କେଉଁ କେଉଁ ଜିଲ୍ଲାମାନଙ୍କରେ ପାଗ ଶୁଖିଲା ରହିବ ତାହା ସହ ଆଜି 30ଟି ଜିଲ୍ଲାର ତାପମାତ୍ରା କେତେ ରହିବ। ଆଜିର ପାଣିପାଗ ଅପଡେଟ୍ ଖବରଟି ସମ୍ପୂର୍ଣ୍ଣ ଜାଣିବା ପାଇଁ ଚାହୁଁଥିଲେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟ୍ ଖବରରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ଆଜି ହେଉଛି ଜୁନ 16 ତାରିଖ ମଙ୍ଗଳବାର 2026। ଦର୍ଶକ ବନ୍ଧୁ, ଭିଡିଓକୁ ଆରମ୍ଭ କରିବା ପୂର୍ବରୁ ଆଜିର ପାଣିପାଗ ଅପଡେଟ୍ ଖବରଟିକୁ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ ଆଉ ଚ୍ୟାନେଲକୁ ଯଦି ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସବୁଦିନ ସର୍ବପ୍ରଥମେ ପାଇପାରିବେ। ଦର୍ଶକ ବନ୍ଧୁ, ଆପଣମାନେ ପାଣିପାଗ ଅପଡେଟ୍ ଖବର ଜାଣିବା ସହ ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ଏହି ଭିଡିଓଟି ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ, କାହିଁକି ନା ଚାଷୀ ମାନଙ୍କ ପାଇଁ ପାଣିପାଗ ଅପଡେଟ୍ ଖବରଟି ନିହାତି ଜରୁରୀ। ଏବେ ଆସନ୍ତୁ ଜାଣିବା ଓଡ଼ିଶାର 30ଟି ଜିଲ୍ଲାର ତାପମାତ୍ରା କେତେ ରହିଛି। ଅନୁଗୁଳ 40 ଡିଗ୍ରୀ, ବାଲେଶ୍ୱର 36 ଡିଗ୍ରୀ, ବରଗଡ଼ 43 ଡିଗ୍ରୀ, ଭଦ୍ରକ 35 ଡିଗ୍ରୀ, ବଲାଙ୍ଗୀର 43 ଡିଗ୍ରୀ, ବୌଦ୍ଧ 42 ଡିଗ୍ରୀ, କଟକ 38 ଡିଗ୍ରୀ, ଦେବଗଡ଼ 41 ଡିଗ୍ରୀ, ଢେଙ୍କାନାଳ 40 ଡିଗ୍ରୀ, ଗଜପତି 34 ଡିଗ୍ରୀ, ଗଞ୍ଜାମ 35 ଡିଗ୍ରୀ, ଜଗତସିଂହପୁର 35 ଡିଗ୍ରୀ, ଯାଜପୁର 38 ଡିଗ୍ରୀ, ଝାରସୁଗୁଡ଼ା 44 ଡିଗ୍ରୀ, କଳାହାଣ୍ଡି 42 ଡିଗ୍ରୀ, କନ୍ଧମାଳ 35 ଡିଗ୍ରୀ, କେନ୍ଦ୍ରାପଡ଼ା 35 ଡିଗ୍ରୀ, କେନ୍ଦୁଝର 39 ଡିଗ୍ରୀ, ଖୋର୍ଦ୍ଧା 38 ଡିଗ୍ରୀ, କୋରାପୁଟ 33 ଡିଗ୍ରୀ, ମାଲକାନଗିରି 37 ଡିଗ୍ରୀ, ମୟୂରଭଞ୍ଜ 38 ଡିଗ୍ରୀ, ନବରଙ୍ଗପୁର 38 ଡିଗ୍ରୀ, ନୟାଗଡ଼ 39 ଡିଗ୍ରୀ, ନୂଆପଡ଼ା 43 ଡିଗ୍ରୀ, ପୁରୀ 34 ଡିଗ୍ରୀ, ରାୟଗଡ଼ା 35 ଡିଗ୍ରୀ, ସମ୍ବଲପୁର 43 ଡିଗ୍ରୀ, ସୁବର୍ଣ୍ଣପୁର 42 ଡିଗ୍ରୀ ଏବଂ ସୁନ୍ଦରଗଡ଼ 42 ଡିଗ୍ରୀ। ଦର୍ଶକ ବନ୍ଧୁ, ଆପଣମାନେ ପାଣିପାଗ ଅପଡେଟ୍ ଜାଣିବା ସହ ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ନିହାତି ଭାବରେ ଏହି ପାଣିପାଗ ଅପଡେଟ୍ ଖବରଟି ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ସର୍ବପ୍ରଥମେ ପାଇପାରିବେ। ଦିନରେ ତାପମାତ୍ରା ଏତିକି ରହିବ, କିନ୍ତୁ ବର୍ଷା ହେଲେ ତାପମାତ୍ରା କିଛି କମିଯିବ। ଦର୍ଶକ ବନ୍ଧୁ, ଆପଣ ଯଦି ନୂଆ କରି ଆମ ଚ୍ୟାନେଲକୁ ଆସିଛନ୍ତି ଆଉ ଭିଡିଓକୁ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସବୁଦିନ ସର୍ବପ୍ରଥମେ ପାଇପାରିବେ। ଆଜି ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ କେଉଁ କେଉଁ ଜିଲ୍ଲାମାନଙ୍କରେ ପାଗ ଶୁଖିଲା ରହିବ। ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏହି ଜିଲ୍ଲାମାନଙ୍କରେ ପାଗ ମୁଖ୍ୟତଃ ଶୁଖିଲା ରହିବ, କିନ୍ତୁ କିଛି କିଛି ଅଞ୍ଚଳରେ ମେଘୁଆ ପାଗ ରହିବ। ଏହି ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ବହୁତ କମ୍। ଏବେ ବର୍ତ୍ତମାନ ଜାଣିବା ମଧ୍ୟରୁ ଭାରୀ ବର୍ଷା ସମ୍ଭାବନା। ସମ୍ବଲପୁର, ଦେବଗଡ଼, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର। ଏବେ ବର୍ତ୍ତମାନ ଆସନ୍ତୁ ନଜର ପକାଇବା ପ୍ରବଳ ବର୍ଷା ହେଉଥିବା ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ମୟୂରଭଞ୍ଜ, ବାଲେଶ୍ୱର। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଶେଷ ଥର ପାଇଁ ରିକ୍ୱେଷ୍ଟ କରିବି, ଭିଡିଓକୁ ଏବେ ପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ସବୁଦିନ ପାଇପାରିବେ। ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଖବରଟି ଏଇଠି ସମାପ୍ତ କରୁଛି। ଆପଣମାନେ ଅପେକ୍ଷାରେ ରୁହନ୍ତୁ ନେକ୍ସଟ ପାଣିପାଗ ଅପଡେଟ୍ ଖବର ପାଇଁ।